এই ভিডিଓରେ ଆମେ ଏକ ଶବ୍ଦକୁ ବିଭିନ୍ନ ପଦ ରୂପେ ବ୍ୟବହାର କରିବା ଶିଖିବା। ପ୍ରଥମେ ଜାଣିବା ଶବ୍ଦ କ'ଣ ଆଉ ପଦ କ'ଣ। ଶବ୍ଦ ହେଉଛି ଆମର ଭାଷାର ଗୋଟେ ମୂଲ୍ୟବାନ ସମ୍ପଦ, ନାଇଁ କି? ଭାଷା ପାଇଁକି ପ୍ରଥମେ ଆମେ ବ୍ୟବହାର କରୁ କ'ଣ ନା ଶବ୍ଦ। ଏଇ ଶବ୍ଦ ଗୁଡ଼ିକ ଯେତେବେଳେ ବାକ୍ୟରେ ବ୍ୟବହୃତ ହୁଏ ତାକୁ ଆମେ ପଦ ବୋଲି କହିଥାଉ। ଆମେ ଆଗରୁ ବି ପଢ଼ିଛେ ପଦ ଆମର 5 ପ୍ରକାର ବ୍ୟବହାର ହୋଇପାରିବ ବାକ୍ୟରେ, ଯେମିତି ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା ଏଇଭଳି ଭାବରେ ବ୍ୟବହାର ହେବ। ତାହେଲେ ଦେଖିବା ସେଇ ଗୋଟିଏ ଶବ୍ଦ କେମିତି ବିଶେଷ୍ୟ ଭାବରେ ବ୍ୟବହାର ହୋଇପାରୁଛି, ବିଶେଷଣ ଭାବରେ ବ୍ୟବହାର ହୋଇପାରୁଛି, ପୁଣି କେତେବେଳେ ଅବ୍ୟୟ ଭାବରେ ବ୍ୟବହାର ହୋଇପାରୁଛି, କେତେବେଳେ କ୍ରିୟା ଭାବରେ ବ୍ୟବହାର ହେଉଛି, କେତେବେଳେ ସେଇ ବିଶେଷଣ ଭାବରେ ବ୍ୟବହାର ହେଉଛି। ହେଲା, ଆମେ ବ୍ୟାକରଣ ପଢ଼ିଲା ବେଳେ ତାର ସଂଜ୍ଞା କ'ଣ କୁହ କିମ୍ବା କାହାକୁ କୁହାଯାଏ, ଘୋଷିବାଟା ଯେତିକି ଜରୁରୀ ତାଠାରୁ ଅଧିକ ଜରୁରୀ ହେଲା ଆମେ ଉଦାହରଣ ଦେଖିକି ଭଲ ଭାବରେ ତାକୁ ବୁଝିପାରିବା। ତ ଉଦାହରଣକୁ ଦେଖିବା। ଏଠି ଆଗ ଗୋଟିଏ ଶବ୍ଦ ଦିଆଯାଇଛି, ବାକ୍ୟ କ'ଣ ଦିଆଯାଇଛି? ଆମ ଘର ଆଗରେ ଗୋଟିଏ ଟଗର ଫୁଲ ଗଛ ଅଛି। ତାମାନେ ଆଗରେ ମାନେ ଇଏ ଗୋଟେ ସ୍ଥାନକୁ ବତଉଛି, ସ୍ଥାନକୁ ଯଦି ଦର୍ଶଉଛି ତାହେଲେ ଇଏ ଗୋଟିଏ ବିଶେଷ୍ୟ ପଦ। ଆଗ କାମ ଆଗ କର, କେଉଁ କାମ ନା ଆଗ କାମ। ଏଠି କାମଟା ହେଲା କ'ଣ ନା ବିଶେଷ୍ୟ ପଦ। ତାହେଲେ ବିଶେଷ୍ୟକୁ ବିଶେଷିତ କରୁଛି କିଏ ନା ଆଗ। ତାହେଲେ ଇଏ ଗୋଟିଏ ହେଲା କ'ଣ ନା ବିଶେଷ୍ୟର ବିଶେଷଣ। ଏଠି ଆଗଟା ହେଉଛି ଗୋଟେ କ'ଣ ବିଶେଷ୍ୟର ବିଶେଷଣ। ତାପରେ ତୁମେ ଆଗ ଖାଅ, ଖାଇବା କାର୍ଯ୍ୟଟି କେତେବେଳେ କର? ଆଗ କର। ତାହେଲେ ଇଏ ହେଲା ମାନେ କ୍ରିୟାକୁ ବିଶେଷିତ କରୁଛି, ତେଣୁକରି ଇଏ ହେଲା କ୍ରିୟା ବିଶେଷଣ। ତାପରେ ଆଗ ପଛ ବିଚାରି କାମ କର। ଦେଖ, ଆଗ ଆଉ ପଛ ବିଚାର କରିକି କାମ କର, ଏ ଦୁଇଟା ଯାକ ବିଶେଷ୍ୟ। ଏଠି ଆଗ ବି ବିଶେଷ୍ୟ, ପଛ ବି ବିଶେଷ୍ୟ ପଦ। ତାହେଲେ ଏଠି ପଛ ହେଲା କ'ଣ ବିଶେଷ୍ୟ ପଦ। ପଛ କଥା ପଛକୁ ଫିଙ୍ଗି ଦିଅ, କେଉଁ କଥା ନା ପଛ କଥା। ତେଣୁକରି ଏଠି କଥା ହେଲା ବିଶେଷ୍ୟ, ତାହେଲେ ପଛଟା ହେଲା କ'ଣ ବିଶେଷଣ ପଦ। ତୁମ କାମ ଆଗ କର, ମୋ କାମ ପଛେ କରିବ। ତାହେଲେ କରିବା କାର୍ଯ୍ୟଟି କେତେବେଳେ କରିବ ନା ପଛରେ କରିବ, ତେଣୁକରି ଇଏ ହେଲା କ୍ରିୟା ବିଶେଷଣ। ଚିନି ଅଖା ମୂଷା କାଟିଦେଲା, ତାହେଲେ କେଉଁ ଅଖା? ଚିନି ଅଖା। ଏଠି ଚିନିଟା ହେଲା ବିଶେଷଣ, କିନ୍ତୁ ଏଠି ଅଖା ହେଲା କ'ଣ ନା ବିଶେଷ୍ୟ ପଦ। ଅଖା ହେଲା କ'ଣ ବିଶେଷ୍ୟ ପଦ। ଅଖାଏ ଚାଉଳ ବା ଅଖେ ଚାଉଳ ନଷ୍ଟ ହୋଇଗଲା। କେତେ ଚାଉଳ? ଚାଉଳଟା ଏଠି ହେଲା ବିଶେଷ୍ୟ ପଦ। କେତେ ଚାଉଳ ନା ଅଖାଏ ଚାଉଳ, ତେଣୁକରି ଇଏ ହେଲା ଅଖାଏ ଏଠି ବିଶେଷଣ ପଦ। ଦେଖ, 1 ଟଙ୍କାରେ କିଲେ ଚାଉଳ ସରକାର ଦେଉଛନ୍ତି। ତାହେଲେ 1 ଟଙ୍କା ଇଏ ଗୋଟେ କେତେ ଟଙ୍କା? ଯଦି ପ୍ରଶ୍ନ କରାଯିବ କେତେ ଟଙ୍କା ନା 1 ଟଙ୍କା, ତାମାନେ ଟଙ୍କା ହେଲା ବିଶେଷ୍ୟ ପଦ, 1 ହେଲା କ'ଣ ଏଠି ବିଶେଷଣ ପଦ। ଏକକୁ ଆରକେ ବଳିଆର, ତାମାନେ କେଉଁମାନେ ବଳିଆର? ଏକକୁ ଆରକେ, ତାମାନେ ଏକକୁ ଇଏ ହେଲା କ'ଣ ବିଶେଷ୍ୟ ପଦ। ତୁ ଗୋଟିଏ ଆଚ୍ଛା ପିଲା, କେମିତିକା ପିଲା ନା ଆଚ୍ଛା ପିଲା। ତାହେଲେ ପିଲା ଏଠି ବିଶେଷ୍ୟ, ଆଚ୍ଛା ହେଉଛି ବିଶେଷଣ ପଦ। ଆଚ୍ଛା ମୋତେ ତୁ ଦିନେ ଚିହ୍ନିବୁ, ଏଠି ଆଚ୍ଛା ଅବ୍ୟୟ ପଦ ଭାବରେ ବ୍ୟବହାର ହେଇଛି। ମୁଁ ଯାହା କରିଛି ଆଚ୍ଛା କରିଛି, କ'ଣ କରିଛି ନା ଆଚ୍ଛା କରିଛି, ତାମାନେ ଇଏ ହେଲା କ୍ରିୟାକୁ ବିଶେଷିତ କରୁଛି, କ୍ରିୟା ବିଶେଷଣ। ମୁଁ ପୁରୀ ଗଲି କିନ୍ତୁ ଜଗନ୍ନାଥଙ୍କୁ ଦେଖିପାରିଲି ନାହିଁ, ଏଠି କିନ୍ତୁଟା ଅବ୍ୟୟ ପଦ ଭାବରେ ବ୍ୟବହାର ହେଇଛି। ତୁମେ ଯାହା କହିବା କଥା କହ, କଥାରେ କିନ୍ତୁ ରଖ ନାହିଁ। କଥାରେ କିନ୍ତୁ ରଖ ନାହିଁ, କ'ଣ ରଖ ନାହିଁ? କିନ୍ତୁ ରଖ ନାହିଁ। ଏଠି କିନ୍ତୁ ବ୍ୟବହାର ହେଇଛି କ'ଣ ବିଶେଷ୍ୟ ପଦ ଭାବରେ। ତାପରେ ଖାଲି, ଖାଲି ଶବ୍ଦକୁ ଦେଖିବା କେମିତି କେମିତି ବ୍ୟବହାର ହେଇଛି। ମୋ ଘର 8 ଦିନ ଭିତରେ ଖାଲି କର, କ'ଣ କର ନା ଖାଲି କର, ତାମାନେ ଇଏ ହେଲା ବିଶେଷଣ ପଦ, ହେଲା କ୍ରିୟା ବିଶେଷଣ ଭାବରେ ବି ବ୍ୟବହାର ହେଇଛି। ଘର ଖାଲି କର, ଘର ଖାଲି କର, ତେଣୁକରି ଇଏ ବିଶେଷଣ ଭାବରେ ବ୍ୟବହାର ହେଇଛି। ତୁ ଖାଲି ମୋ ସାଙ୍ଗରେ ଆ, ସବୁ ମୁଁ କରିଦେବି। ଦେଖ, କ'ଣ କରିଦେବି ନା ଖାଲି କରିଦେବି, କ'ଣ କରିଦେବି? ଖାଲି କରିଦେବି। ତାମାନେ ଏଠି ଆସିବା କାର୍ଯ୍ୟଟା କ'ଣ କର? ଖାଲି ଆସେ, ସେ କହୁଛି ଖାଲି ଆସେ, ତେଣୁକରି ଇଏ କ'ଣ ଭାବରେ ବ୍ୟବହାର ହେଇଛି? କ୍ରିୟା ବିଶେଷଣ ଭାବରେ ବ୍ୟବହାର ହେଇଛି। ଖାଲି ପତ୍ର ପଡ଼ିଛି, କେମିତିଆ ପତ୍ର ନା ଖାଲି ପତ୍ର। କି ପତ୍ର? ଖାଲି ପତ୍ର, ତାମାନେ ପତ୍ର ବିଶେଷ୍ୟ, ଏଠି ଖାଲି ହେଲା ବିଶେଷଣ ପଦ ଭାବରେ ବ୍ୟବହାର ହେଇଛି। ତାପରେ ଦେଖ, ଗାଈ ଶବ୍ଦ ଗୋଟେ, ଗାଈ ମାନେ ଏଇ ଯେଉଁ ଗାଈ ଗୋରୁ ନୁହେଁ, ଏଠି ଗାଈ ଗୋଟେ ଶବ୍ଦ। ସେ ଗୀତ ଗାଇ ଜାଣେ। ଦେଖ, ଏଠି ଜାଣେଟା ହେଲା କ୍ରିୟାପଦ, ଗାଈ ଏଠି କ୍ରିୟାପଦ ନୁହଁ। ସେ କ'ଣ ଜାଣେ
ନା ଗାଇବାଟି ଜାଣେ। ତେଣୁକରି ଏଠି ଗାଇ ଇଏ ହେଲା ବିଶେଷ୍ୟ ପଦ। ସେ ଗୀତ ଗାଇ ଥକିଲାଣି। ଦେଖ ଥକିଲାଣିଟା ହେଲା କ'ଣ ହେବ ନା ସମାପିକା କ୍ରିୟା। ଏଠି ଗାଇକିରି ଥକିଲାଣି। ତେଣୁକରି ଗାଇ ସେ ଗୀତ ଗାଇ କହିଲେ ଅସମାପିକା କ୍ରିୟା। ଦେଖ ତାପରେ ଛକ ହେଲା ଗୋଟେ ଶବ୍ଦ, ତାକୁ କେମିତି ବ୍ୟବହାର ହୋଇଛି ଦେଖିବା। ଭୁଲ ଥିଲେ ଛକ ମାର। କ'ଣ ମାରିବା ପାଇଁ କୁହାଯାଉଛି ନା ଛକ ମାରିବା ପାଇଁ କି କୁହାଯାଉଛି। ହେଲା ଇଏ ଗୋଟିଏ ବିଶେଷ୍ୟ ପଦ, ବୁଝିହେଲା। ଛକ ମାନେ ମାରିବା କାର୍ଯ୍ୟ କିପରି କରିବା ପାଇଁ କୁହାହେଉନି, କ'ଣ ମାରିବା ପାଇଁ କୁହାଯାଉଛି। କ'ଣ ଯେତେବେଳେ ପ୍ରଶ୍ନ କରାଯିବ ସବୁବେଳେ ପ୍ରାୟତଃ ବିଶେଷ୍ୟ ପଦ ହିଁ ହେବ, ମନେ ରଖ। କ'ଣ ମାରିବା ପାଇଁ କୁହାଯାଉଛି ନା ଛକ ମାରିବା ପାଇଁ କୁହାଯାଉଛି। ଇଏ ହେଲା ବିଶେଷ୍ୟ ପଦ। ଛକ ଜାଗାରେ ପୋଲିସ ଅଛି, ତାମାନେ ଏଠି ଜାଗା ହେଲା ବିଶେଷ୍ୟ ପଦ। କେଉଁ ଜାଗା ନା ଛକ ଜାଗା, ଇଏ ହେଲା ବିଶେଷଣ ପଦ। ତୁମେ ତାକୁ ସେଇଠି ଛକ, ତମେ ସେଇଠି ଛକିକିରି ରୁହ, ତାମାନେ କ୍ରିୟାପଦ ଇଏ ହେଲା। ମୋ ପାଖରେ କିଛି ନାହିଁ, କ'ଣ ନେବ, ତାମାନେ ଦେଖ ଏଠି କ'ଣ ନାହିଁ ନା କିଛି ନାହିଁ। କ'ଣ ପ୍ରଶ୍ନ କଲି, ତେଣୁକରି ଇଏ ହେଲା ବିଶେଷ୍ୟ ପଦ। ତୁମେ କିଛି ଭାତ ଖାଇଦିଅ, ତାମାନେ ଏଠି ଭାତ ହେଲା ବିଶେଷ୍ୟ ପଦ। କେତେ ଭାତ ନା କିଛି ଭାତ ଖାଇଦିଅ, ଇଏ ହେଲା ବିଶେଷଣ ପଦ। 5କୁ 7ର ଗୁଣ, 5କୁ 7ର ଗୁଣ ମାନେ ଏଠି ଗୁଣିବା ପାଇଁ କୁହାହେଉଛି, ଏଠି ଗୁଣିବା ପାଇଁ କୁହାଯାଉଛି। ଇଏ ହେଲା କ୍ରିୟା। 25 5ର କେତେ ଗୁଣ, ଅର୍ଥାତ୍ 25 5ର କେତେ ଗୁଣ ଅଟେ, ନାଇଁ କି ଗୁଣ, ଇଏ ହେଲା ବିଶେଷ୍ୟ ଭାବରେ ବ୍ୟବହାର ହୋଇଛି। ଧନୁର ଗୁଣ ଛିଣ୍ଡିଗଲା, ତାହେଲେ ଧନୁର କ'ଣ ଛିଣ୍ଡିଗଲା ନା ଗୁଣଟି ତାର ଛିଣ୍ଡିଗଲା, ଇଏ ହେଲା ବିଶେଷ୍ୟ ପଦ। ରାମ ଭାରି ଗୁଣର ପିଲା, କେମିତିକା ପିଲା ନା ଗୁଣର ପିଲା। ପିଲା ଏଠି ବିଶେଷ୍ୟ ପଦ, ତେଣୁ ଗୁଣର ଇଏ ହେଲା ବିଶେଷଣ ପଦ। ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ, ତାହେଲେ ଗୁଣିଆ କ'ଣ ଚିହ୍ନେ ଗୁଣ ଚିହ୍ନେ, ତେଣୁକରି ଗୁଣ ଏଠି ବିଶେଷ୍ୟ ପଦ। କ'ଣ ପ୍ରଶ୍ନ କଲି ଦେଖ। ତାପରେ ଚଳ ଶବ୍ଦକୁ କିପରି ପଦ କ'ଣ ପଦରେ ବ୍ୟବହାର ହୋଇଛି ଦେଖିବା। ତା କଥା ଶୁଣି ମୋତେ ଚଳ ମାଡ଼ିଲା, କ'ଣ ମାଡ଼ିଲା ଚଳ ମାଡ଼ିଲା। କ'ଣ ପ୍ରଶ୍ନ କଲେ ବିଶେଷ୍ୟ ପଦ ଆସିବ। ଗାଁ ଆଜି ଚଳଚଞ୍ଚଳ ହୋଇପଡ଼ିଛି, କ'ଣ ହୋଇପଡ଼ିଛି ନା ଚଳ ଚଞ୍ଚଳ ହୋଇପଡ଼ିଛି। ଚଳ ଚଞ୍ଚଳ ଏ ଦୁଇଟି ଯାକ କ'ଣ ନା ବିଶେଷଣ ପଦ। କି ବିଶେଷଣ, କ'ଣ ହୋଇପଡ଼ିଛି ପ୍ରଶ୍ନ କରାଗଲା ନା କିପରି ହୋଇପଡ଼ିଛି, ନାଇଁ କି ଚଳଚଞ୍ଚଳ ହୋଇପଡ଼ିଛି, ହେଲା କ୍ରିୟା ବିଶେଷଣ। କାମ କରି ଚଳ, କ'ଣ କୁହାଯାଉଛି କାମ କରି ଚଳିବା ପାଇଁ କୁହାଯାଉଛି, ତାମାନେ ଇଏ ହେଲା କ୍ରିୟା। ତାପରେ ଜମା, ଟଙ୍କା ଖାଲି ଜମା କ'ଣ ହେବ, ଟଙ୍କା ଖାଲି ଜମା କ'ଣ ହେବ, ମାନେ କ'ଣ ହେବା ପାଇଁ କୁହାଯାଉଛି ଜମା କରିବା କଥା କୁହାଯାଉଛି, ତାମାନେ କ୍ରିୟା ଇଏ। ଜମା ଠାରୁ ଖର୍ଚ୍ଚ ବେଶୀ, ତାମାନେ ଏଠି ଜମା ଆଉ ଖର୍ଚ୍ଚ ଇଏ ହେଲା କ'ଣ ବିଶେଷ୍ୟ ପଦ। ମୁଁ ତାଙ୍କୁ ଜମା ଚିହ୍ନିନି, ମାନେ ଚିହ୍ନିବାଟା ହେଲା କ୍ରିୟା। କେତେ ଚିହ୍ନିନି ନା ଜମା ଚିହ୍ନିନି, ଜମା ଏଠି କ୍ରିୟା ବିଶେଷଣ। ପାହାଡ଼ ଖୋଲରେ ଅନେକ ଝର ଅଛି, ପାହାଡ଼ ଖୋଲରେ ଅନେକ କ'ଣ ଅଛି ନା ଝର ଅଛି, ତାମାନେ ଇଏ ହେଲା ବିଶେଷ୍ୟ ପଦ। ଛାତରୁ ପାଣି ଝରୁଛି, ଝରିବା କାର୍ଯ୍ୟ ଚାଲିଛି, ତାମାନେ ଇଏ ହେଲା କ୍ରିୟା। ମୋ ପାଖରେ ଟଙ୍କା କ'ଣ ଝର ପଡ଼ିଛି, ଏଠି ଦେଖ କ'ଣ ପଡ଼ିଛି ନା ଝର ପଡ଼ିଛି, ତାମାନେ ଇଏ ହେଲା ବିଶେଷ୍ୟ ପଦ। ଏଠାକୁ ଟିକିଏ ଆସ, ଏଠାକୁ ଟିକିଏ ଆସ, ତାମାନେ ଆସିବା କାର୍ଯ୍ୟଟି କେତେ କର ନା ଟିକିଏ ଆସ, ଇଏ ହେଲା କ୍ରିୟା ବିଶେଷଣ। ଏଠାରେ ପାଣି ଟିକିଏ ମିଳିବ ନାହିଁ, ଦେଖ ପାଣି ଟିକିଏ ମିଳିବ ନାହିଁ, କେତେ ପାଣି ମିଳିବ ନାହିଁ ଟିକିଏ ପାଣି ମିଳିବ ନାହିଁ, ପାଣି ହେଲା ବିଶେଷ୍ୟ ପଦ, ତେଣୁକରି ଟିକିଏ ହେଲା ତାର ପରିମାଣକୁ ବତାଉଛି, ଇଏ ହେଲା ବିଶେଷଣ ପଦ। ସେ ଅନେକ ଥର ଆସିଲାଣି, ଦେଖ ସେ କ'ଣ ହେଲାଣି ଅନେକ ଥର ଆସିଲାଣି। ଏଠି ଥର ହେଲା କ'ଣ ମାନେ କେତେ ଥର ଆସିଲାଣି, ଅନେକ ଥର ଆସିଲାଣି, ନାଇଁ କି ଏଠି ଅନେକ ହେଇଯିବ ବିଶେଷଣ, କିନ୍ତୁ ଥରଟା ହେଉଛି କ'ଣ ନା ବିଶେଷ୍ୟ ପଦ। ତୁମେ ଶୀତରେ ଥର ମାନେ ଥରିବ, ହେଲା ଚଦର ଦେବି ନାହିଁ, ଥର ମାନେ ଥରିବା କଥା କୁହାଯାଉଛି, ଏଠି କ୍ରିୟା। ଥର ଏକ ମରୁଭୂମି, ଥର ଏକ କ'ଣ ମରୁଭୂମି, ତାମାନେ ଥର ଗୋଟେ ହେଲା ମରୁଭୂମି, ଯେଉଁଟାକି ରାଜସ୍ଥାନରେ ଅଛି ଗୋଟେ ସ୍ଥାନ, ତେଣୁକରି ଇଏ ହେଲା ବିଶେଷ୍ୟ ପଦ। ବୁଢ଼ାଟିର ହାତ ଥର ଥର ହେଉଛି, କ'ଣ ହେଉଛି କିପରି ହେଉଛି ନା ଥର ଥର ହେଉଛି, ଥର ଥର ଏଠି ହେଲା କ୍ରିୟା ବିଶେଷଣ। ଧୀର ପାଣି ପଥର କାଟେ,
केमितिका पानी ना धीर पानी पानी एठी है विशेष्य पद धीर एठी है विशेषण पद धीरे पंडित माने माने धीरे घेन कानन रे कृष्ण विलंबित है एटी धीरे धीरे माने कौन ना पंडित माने कहले धीरे है ताने ये है विशेष्य पद तुम्हें धीर आस आसवा कार्यटी केमिति कर ना धीर आस ताने ये है क्रिया विशेषण धनीर आदर सबुठारे गरीबों को किए पचारे सबुटी धनी मानक आदर करा जाए गरीबों को किए पचारे ताने ये धनी व्यक्ति विशेष को बुझाऊँ विशेष्य पद अमेरिका रे गोटे धनी देश अच्छी देश एटी है कौन विशेष्य पद कि देश ना धनी देश ये विशेषण देख बड़ लोकों को उत्तर नहीं केमितिया लोक ये लोक है विशेष्य पद कि लोकों को उत्तर नहीं ना कौ भाया लोकों को ना बड़ लोकों को ये बड़ एटी विशेषण पद से मो ठारू बयसरे बड़ देख कौथिरे बड़ ना बयसरे बड़ कौथिरे बड़ बयसरे बड़ ये है विशेष्य ये है विशेषण बड़ को मान कौ मान को मानवा कथा कहूँ माने बड़ लोक को व्यक्ति विशेष को ये है विशेष्य पद से बड़ बेगरे धाई ताले धाइबा कार्यटी केमिति होउची ना बड़ बेगरे है बेगरे भी गोटे है क्रिया विशेषण ये गोटे क्रिया विशेषण यार केते बेगरे ना बड़ बेगरे ये क्रिया विशेषण क्रिया विशेषण हो जाउची बुझेला माने विशेषण क्रिया विशेषण से बड़ मठुआ मठुआ एठी है विशेष्य पद सॉरी मठुआटा है विशेषण पद माने से एठी है से को ये से विषय से कहूँ से केमितिया ना मठुआ केते मठुआ ना बड़ मठुआ ताने मठुआ है विशेषण पद बड़टा है तार विशेषण ताने बड़टा एठी कौन विशेषणर विशेषण तापरे विशेष्य नुहे ये विशेष गोटे शब्द तुमको आउ कौन विशेष कहबी माने कौन विशेष कहबी कहवा कार्यटा केते ना विशेष कहबी ये क्रिया विशेषण विशेष कार्य नथिले कहीं आसी थांती माने कार्य एठी है गोटे विशेष्य पद की कार्य ना विशेष कार्य तेणुक कार्य को जेहेतु विशेष शब्दटी मोडिफाई करुच्ची बेसी ता विषय कहूँ ये है विशेषण पद तार किछि विशेष नहीं माने विशेष किछि नहीं ये विशेष है विशेष्य भाव में व्यवहार है भीम भारी बलुआ ये भीम व्यक्ति विशेष को बुझाऊँ तेणु विशेष्य पद प्रकृतिर भीम कांत दृश्य देखी प्रकृतिर भीम कि भीम ना प्रकृतिर भीम एठी प्रकृति है जदि विशेष्य पद ताले भीम है कौन विशेषण पद देख मल्ला गाई की गोबर सुंघाई की लाभ एठी गाई है विशेष्य पद मल्ला एठी कौन थाले गाई को विशेषित करुच्ची तेणुक मल्ला शब्दटी एठी विशेषण पद 1000 टंकार गाईटी मल्ला माने मरीगला मृत्यु है मरीगला ये है क्रियापद भाव में व्यवहार होइछि मल्ला तो कथा किए शुणुछि मो मल्ला तो कथा किए शुणुछि मो एठी मल्ला अव्यय पद भाव में व्यवहार होइछि मल्लांकर तो एते कथा जीवंतांकर कौन हेबो एठी मल्लांकर माने मल्ला मानंकर कथा कहा जाउछि तो ये विशेष्य भाव में व्यवहार होइछि तापरे जे तुमे जे अद्भुत कथा कहूच माने देख एठी गोटे अव्यय व्यवहार होइछि माने किंतु ये कौन करुच्ची ना वाक्यटी को सौंदर्य बढ़ाऊँगी तेणुक ये गोटे आलंकारिक अव्यय जे पारिबो से जाऊ जी पारिबो अर्थात जेठी एठी माने जो व्यक्ति पारिबे सर्वनाम भाव में व्यवहार होइछि से कहिला जे बापा घरे नहांती देख ये समुच्चयी अव्यय भाव में व्यवहार होइछि आउ गोटे वीडियो रे आमे विभिन्न प्रकार अव्यय गुड़ाक पढ़िबा या परे से कहिला जे बापा घरे नहांती जे लोक अन्य को साहाय्य करे माने जो लोक अन्य को साहाय्य करे भगवान ताकू सहाय होती तामाने जो लोक ये लोक है विशेष्य पद जे है विशेषण रंग रंग शब्दटी केमती व्यवहार होइछि देखिबा इंद्रधनु रे 7टी रंग अछि
ଏଠି ରଙ୍ଗ ବିଶେଷ୍ୟ ଭାବରେ ବ୍ୟବହାର ହୋଇଛି। ରଙ୍ଗ ଲୁଗାଟି ତାକୁ ମାନୁଛି, ଏଠି ଲୁଗା ହେଲା ବିଶେଷ୍ୟ। କି ଲୁଗା ନା ରଙ୍ଗ ଲୁଗା। ଏଠି ରଙ୍ଗ କ'ଣ ହେଇଛି ନା ବିଶେଷଣ ଭାବରେ ବ୍ୟବହାର ହୋଇଛି। ସେ କେତେ ରଙ୍ଗରେ କହୁଛି, ମାନେ କେତେ ଭଳିଆ ଢଙ୍ଗରେ ସେ କହୁଛି, କେତେ ରଙ୍ଗରେ କହୁଛି। କଥାରେ କୁହନ୍ତିନି କହିବା କାର୍ଯ୍ୟଟି କେମିତି ହେଉଛି ନା ରଙ୍ଗରେ। ଏଠି କ୍ରିୟା ବିଶେଷଣ। ଦେଖ ପିତାମାତାଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି ମାନ। ଦେଖ ଦେବତା ଏଠି ହେଲା ବିଶେଷ୍ୟ। କେମିତିଆ ଦେବତା? ପ୍ରତ୍ୟକ୍ଷ ଦେବତା। ତେଣୁକରି ପ୍ରତ୍ୟକ୍ଷ ଶବ୍ଦଟି ଏଠି ପଦଟି ଏଠି ବିଶେଷଣ ଭାବରେ ବ୍ୟବହାର ହୋଇଛି। ମୁଁ ତାକୁ ପ୍ରତ୍ୟକ୍ଷ ଦେଖିଛି। ଦେଖିବା କାର୍ଯ୍ୟଟି କେମିତି ହେଇଛି ନା ପ୍ରତ୍ୟକ୍ଷ। ତାମାନେ ଇଏ ହେଲା କ୍ରିୟା ବିଶେଷଣ। ସେ ମୋତେ ପ୍ରତ୍ୟକ୍ଷରେ କହିଛନ୍ତି। ଦେଖ କହିଛନ୍ତି, କ'ଣ କହିଛନ୍ତି ନା ପ୍ରତ୍ୟକ୍ଷରେ, ସାମ୍ନାରେ ଥାଇକି କହିଛନ୍ତି। ପ୍ରତ୍ୟକ୍ଷରେ ଏଠି ହେଲା ବିଶେଷ୍ୟ ପଦ ଭାବରେ ବ୍ୟବହାର ହୋଇଛି। ମନ୍ଦକୁ ମନ୍ଦ କହ, ମାନେ କାହାକୁ? ମନ୍ଦ ଲୋକଙ୍କୁ ମନ୍ଦ କହ, ତାମାନେ ମନ୍ଦ ବ୍ୟକ୍ତି ବିଶେଷକୁ ବୁଝେଇଲା। ଇଏ ହେଲା ବିଶେଷ୍ୟ ପଦ। ମନ୍ଦ ଗୁଣକୁ ଛାଡ଼ ନାହିଁ। ଏଠି ଗୁଣ ହେଲା ବିଶେଷ୍ୟ। କେମିତିଆ ଗୁଣ ନା ମନ୍ଦ ଗୁଣ। ଏଠି ବିଶେଷଣ ଭାବରେ ବ୍ୟବହାର ହୋଇଛି। ପବନ ମନ୍ଦ ମନ୍ଦ ବହୁଛି। ବହିବା କାର୍ଯ୍ୟଟି କେମିତି ହେଉଛି ନା ମନ୍ଦ ମନ୍ଦ। ତାମାନେ ଇଏ ହେଲା କ୍ରିୟା ବିଶେଷଣ। ବିରସକୁ ମନ୍ଦ କଲେ ମନ୍ଦ ହାସ ଜନ୍ମେ। ଏଠି ଦେଖ କ'ଣ କଲେ ନା ମନ୍ଦ କଲେ। ମନ୍ଦ ଏଠି ହେଲା ବିଶେଷଣ ପଦ। ପୁଣି ମନ୍ଦ ହାସ, ହାସ ବିଶେଷ୍ୟ, ମନ୍ଦ ଏଠି କ'ଣ ବିଶେଷଣ ପଦ। ଜମି ସବୁ ମାପ, ମାନେ ମାପିବା ପାଇଁ କୁହାଯାଉଛି। ଏଠି କ୍ରିୟାପଦ। ଅମିନ ମାପରେ ଧୁରନ୍ଧର। କେଉଁଥିରେ ବି ଧୁରନ୍ଧର? କେଉଁଥିରେ ଧୁରନ୍ଧର? ମାପରେ ଧୁରନ୍ଧର ସିଏ। ମାପ, ମାପ ଏଠି ବିଶେଷ୍ୟ ପଦ। ଜୀବନର ମାପକାଠି କ'ଣ? ଦେଖ କାଠି କେମିତିଆ ନା ମାପକାଠି ଜୀବନର। କାହାର ମାପକାଠି ନା ଜୀବନର। ଇଏ ହେଲା ବିଶେଷ୍ୟ ପଦ। ଇଏ ତାମାନେ ମାପ ଏଠି ବିଶେଷଣ ପଦ। ଦେଖ ଯେପରି ଶବ୍ଦଟି କେମିତି ବ୍ୟବହାର ହୋଇଛି। ଯେପରି ଦିଅଁକୁ ସେପରି ପୂଜା, ମାନେ ଦିଅଁ ଏଠି ହେଲା ବିଶେଷ୍ୟ ପଦ। କେମିତିଆ ଦିଅଁ ନା ଯେମିତିଆ ଦିଅଁ। ଇଏ ହେଲା ବିଶେଷଣ ପଦ। ତୁମେ ଯେପରି ଥିବ, ତୁମେ ଯେପରି ଥିବ, ଥିବା କାର୍ଯ୍ୟଟି କେମିତି ନା ଯେପରି। ତାମାନେ ଇଏ କ୍ରିୟାକୁ ବିଶେଷିତ କଲା, କ୍ରିୟା ବିଶେଷଣ। ମୋତେ ଜଣାଯାଉଛି ଯେପରି ସେ ଗୋଟିଏ ପାଗଳ। ଦେଖ ଦୁଇଟା ମୋତେ ଜଣାଯାଉଛି ସେ ଗୋଟିଏ ପାଗଳ। ଦୁଇଟି ତାକୁ ଆମେ ବାକ୍ୟ କହିପାରିବା। ତାକୁ ଯେପରି ମଝିରେ ଯୋଡ଼ିଛି। ଯେପରି ହେଲା ଅବ୍ୟୟ। ତା ମୁଣ୍ଡର ବାଳ କଳା ହେଲା। ବାଳ ଏଠି କ'ଣ ବିଶେଷ୍ୟ ଭାବରେ ବ୍ୟବହାର ହୋଇଛି। ବାଳ ସୂର୍ଯ୍ୟ କିରଣ ହିତକର। ବାଳ ସୂର୍ଯ୍ୟ ମାନେ ଏଠି ସୂର୍ଯ୍ୟ ଯେତେବେଳେ ଉଦୟ ହେଇଥାନ୍ତି, ତାହେଲେ କେମିତିଆ ସୂର୍ଯ୍ୟ ନା ବାଳ ସୂର୍ଯ୍ୟ। ଏଠି ହେଲା ବିଶେଷଣ ଭାବରେ ବ୍ୟବହାର ହୋଇଛି। ସୂର୍ଯ୍ୟ ଏଠି ବିଶେଷ୍ୟ ପଦ। କେମିତିଆ ସୂର୍ଯ୍ୟ ନା ବାଳ ସୂର୍ଯ୍ୟ। ତେଣୁକରି ଏଠି ହେଲା ବାଳ ହେଲା ବିଶେଷଣ ପଦ ଭାବରେ ବ୍ୟବହାର ହେଇଛି। ସେ ଟାଣ ଧରି ବସିଛି। ସେ ଟାଣ ଧରି ବସିଛି। କ'ଣ ଧରି ବସିଛି ନା ଟାଣ, ବିଶେଷ୍ୟ ଭାବରେ ବ୍ୟବହାର ହୋଇଛି। ତା କଥା ଭାରି ଟାଣ। ତାମାନେ ଏଠି କଥାଟି ଟାଣ। କ'ଣ ଟାଣ? କଥା ଟାଣ। କଥା ହେଲା ବିଶେଷ୍ୟ। ତେଣୁକରି ଏଠି ଟାଣ ହେଲା ବିଶେଷଣ ପଦ। ତା ଚୁଟିକୁ ଟାଣ, ମାନେ ଟାଣିବା ପାଇଁ କୁହାଯାଉଛି, କ୍ରିୟାପଦ। ପ୍ରତି ଘରେ ଦୀପ ଜଳେ। ଘର ଏଠି ବିଶେଷ୍ୟ। କି ଘର ନା ପ୍ରତି ଘର। ତେଣୁକରି ପ୍ରତି ଏଠି ବିଶେଷଣ ଭାବରେ ବ୍ୟବହାର ହୋଇଛି। ଏ କିଆରୀର ଦୀର୍ଘ ପ୍ରତି ସମାନ। ଦୀର୍ଘଟା କ'ଣ ନା ପ୍ରତି ସମାନ, ପ୍ରତିଟି ସମାନ। ଇଏ ବିଶେଷ୍ୟ ଭାବରେ ବ୍ୟବହାର ହେଲା। ମୋ ପ୍ରତି ନିର୍ଦ୍ଦୟ କାହିଁକି। ମୋ ପ୍ରତି ନିର୍ଦ୍ଦୟ କାହିଁକି। ଏଠି ପ୍ରତିଟା ଅବ୍ୟୟ ଭାବରେ ବ୍ୟବହାର ହୋଇଛି। ଧର ମୁଁ ଏହା କରିଛି। ଭାବିନିଅ ମୁଁ ଏହା କରିଛି। ଇଏ ହେଲା ଅବ୍ୟୟ ପଦ। ବାଛୁରୀକୁ ଧର, ଧରିବା ପାଇଁ କୁହାଯାଉଛି, କ୍ରିୟାପଦ। ଠିକ୍କୁ କିଏ ଭୁଲ କହିବ? କାହାକୁ ନା ଠିକ୍ ଜିନିଷକୁ। ଇଏ ହେଲା ବିଶେଷ୍ୟ ଭାବରେ ବ୍ୟବହାର। ଠିକ୍ କଥା କହ। ଏଠି କଥା ହେଲା ବିଶେଷ୍ୟ। କି କଥା ନା ଠିକ୍ କଥା। ତେଣୁକରି ଏଠି ଠିକ୍ ବିଶେଷଣ ଭାବରେ ବ୍ୟବହାର ହୋଇଛି। ଠିକ୍ ଅଛି। ଠିକ୍ ଅଛି। ଇଏ ହେଲା ଠିକ୍ ଅବ୍ୟୟ ଭାବରେ ଏଠି ବ୍ୟବହାର ହୋଇଛି। ମୁଁ ଠିକ୍ ଗୋଟାଏ ବେଳେ ଆସିବି। ମୁଁ ଠିକ୍ ଗୋଟାଏ ବେଳେ ଆସିବି। ଦେଖ କେତେବେଳେ, ଗୋଟାଏ ବେଳେ। ଇଏ ହେଲା ସମୟକୁ ବତେଇଲା ବିଶେଷଣ। ତ କେତେ ନା ଠିକ୍ ଗୋଟାଏ। କେତେ, କେତେ ଗୋଟାଏ ନା ଠିକ୍ ଗୋଟାଏ। ଇଏ ବିଶେଷଣର ବିଶେଷଣ। ତୁମେ କାଲି ନିଶ୍ଚୟ ଆସିବ। ନିଶ୍ଚୟ ଏଠି ଅବ୍ୟୟ ପଦ ଭାବରେ ବ୍ୟବହାର ହୋଇଛି। ତୁମ କଥାରେ ନିଶ୍ଚୟ ନାହିଁ, ମାନେ ନିଶ୍ଚିତତା ନାହିଁ। କ'ଣ ନାହିଁ? ନିଶ୍ଚିତତା ନାହିଁ। ତ ବିଶେଷ୍ୟ।
ତୁମେ ଆସିବ ନାହିଁ। ଦେଖ ଏଠି ନାହିଁ କ'ଣ ହେଇଛି, ତୁମେ ଆସିବ ନାହିଁ ଅବ୍ୟୟ ଭାବରେ ବ୍ୟବହାର ହୋଇଛି। ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ। କେମିତିଆ ମାମୁଁ? ନାଇଁ କ'ଣ ଠାରୁ ଭଲ? ନଥିବା ମାମୁଁ। ଏଠି ନାହିଁର ଅର୍ଥ ନଥିବା ମାମୁଁ। ଏଠି ନଥିବା ମାମୁଁ ଯେହେତୁ ବିଶେଷ୍ୟ ଭାବରେ ବ୍ୟବହାର ହୋଇଛି। ନାହିଁ ଠାରୁ ନିଷ୍ଠୁରତା ନାହିଁ। ଦେଖ କ'ଣ ଠାରୁ? ନାହିଁ ଠାରୁ, ଯେଉଁ ଜିନିଷଟା ନାହିଁ ତାଠାରୁ ନିଷ୍ଠୁରତା ନାହିଁ। ତେଣୁକରି ଇଏ ହେଲା ବିଶେଷ୍ୟ ଭାବରେ ବ୍ୟବହାର ହୋଇଛି। ତାପରେ ବଳେ, ସେ ବଳେ ଆସିବ। ସେ ବଳେ ଆସିବ। ଆସିବା କାର୍ଯ୍ୟଟି କ'ଣ ହେବ ନା ବଳେ ଆସିବ। ମନକୁ ମନ ଯେଉଁଟା ଆସିବ କୁହନ୍ତି କ୍ରିୟା ବିଶେଷଣ, ନାଇଁ କି? ଆସିବା କାର୍ଯ୍ୟଟି କ'ଣ ନା ବଳେ ଆସିବ ବା ମନକୁ ମନ ଆସିବ। ଯେଉଁ କୁହନ୍ତିନି କିଏ କେହି ଯାଇଛି ଭାରି କୁଆଡ଼େ, ସେ କେତେବେଳେ ଆସିବ? ତାର ବଳେ ଆସିବନି। ହଉ, ମୋର ମାସକୁ 1000 ବଳେ। ଦେଖ ବଳିବା କାର୍ଯ୍ୟଟି ହୁଏ ଏଠି, ତେଣୁକରି କ୍ରିୟା ଭାବରେ ବ୍ୟବହାର ହୋଇଛି। ସୁନ୍ଦର, ସୁନ୍ଦରରେ ସୁନ୍ଦର ତୃପ୍ତିର ଅବସାଦ ନାହିଁ। ସୁନ୍ଦରରେ କୁହାଯାଉଛି ଏଠି। ସୁନ୍ଦରରେ ମାନେ କ'ଣ? ସୁନ୍ଦରରେ। ତ ବିଶେଷ୍ୟ ଭାବରେ ଇଏ ବ୍ୟବହାର ହେଲା। ଝିଅଟି ସୁନ୍ଦର। କିଏ ସୁନ୍ଦର? ଝିଅ ଏଠି ବିଶେଷ୍ୟ। ଝିଅଟି ସୁନ୍ଦର ବୋଲି କୁହାଗଲା, ତେଣୁକରି ଇଏ ବିଶେଷଣ ଭାବରେ ବ୍ୟବହାର ହେଲା। ପିଟି ଉଷା ସୁନ୍ଦର ଦୌଡ଼ନ୍ତି। ଦୌଡ଼ିବା କାର୍ଯ୍ୟଟି କେମିତି ହୁଏ? ସୁନ୍ଦର ହୁଏ, ତେଣୁକରି ଇଏ ହେଲା କ୍ରିୟା ବିଶେଷ୍ୟ। ମାନେ